ଅପେକ୍ଷାର ଅନ୍ତ ଘଟିଲା ଏବଂ OSSC ତରଫରୁ ଆର୍ଆଇ ଏକ୍ଜାମିନେସନ୍ ଡେଟ୍ଟି ଆସିଗଲା। ହଁ ଫ୍ରେଣ୍ଡସ୍, ଦେଖିପାରୁଥିବେ ଯେମିତିକି ନୋଟିସ୍ଟି ଆସିଛି, କଣ୍ଡକ୍ଟ ଅଫ୍ ପ୍ରିଲିମିନାରୀ ଏକ୍ଜାମିନେସନ୍ ଅଫ୍ ଦ ପୋଷ୍ଟ ଅଫ୍ ଆର୍ଆଇ ICDS ସୁପରଭାଇଜର ARI ଅମିନ୍ ଆଣ୍ଡ SFS। ଦେଖିପାରୁଥିବେ ଅଣ୍ଡର କମ୍ବାଇନ୍ଡ ରିକ୍ରୁଟମେଣ୍ଟ ଏକ୍ଜାମିନେସନ୍ 2023। ଦେଖିପାରୁଥିବେ ଯେମିତିକି 23 ଅଗଷ୍ଟ 2024 ନୋଟିସ୍ଟି ଆସିଛି, ଆପଣଙ୍କର ଆର୍ଆଇ ଏକ୍ଜାମିନେସନ୍ ଡେଟ୍ଟି ଆସିଯାଇଛି। ତ ଏକ୍ଜାମିନେସନ୍ ଆପଣଙ୍କର ଅଫଲାଇନ୍ ହେବ ନା କମ୍ପ୍ୟୁଟର ହେବ ଆପଣମାନେ ଜାଣିନିଅନ୍ତୁ। ଯେମିତିକି CBRE କମ୍ପ୍ୟୁଟର ବେସ୍ଡ ରିକ୍ରୁଟମେଣ୍ଟ ଏକ୍ଜାମିନେସନ୍ ଆପଣଙ୍କ ଏକ୍ଜାମ୍ଟି ଯେମିତି ଆପଣମାନେ ଫରେଷ୍ଟ ଗାର୍ଡ଼ରେ ଦେଇଥିଲେ ସେମିତି ଆପଣମାନେ ଆର୍ଆଇର ଏକ୍ଜାମ୍ ବି ସେମିତି ଦେବେ। ଯେମିତିକି କମ୍ପ୍ୟୁଟର ବେସ୍ଡ ଏକ୍ଜାମିନେସନ୍ ହେବ। ଏଠାରେ ମେନ୍ସନ୍ କରାଯାଇଛି CBRE କମ୍ପ୍ୟୁଟର ବେସ୍ଡ ରିକ୍ରୁଟମେଣ୍ଟ ଏକ୍ଜାମିନେସନ୍। ତ ଆପଣଙ୍କର ଏକ୍ଜାମିନେସନ୍ଟା ଯେଉଁଟାକି ଏକ୍ଜାମ୍ଟା ଯେଉଁଟାକି କମ୍ପ୍ୟୁଟର ଦ୍ୱାରା ହେବ। ଯେମିତି ଆପଣ ଫରେଷ୍ଟ ଗାର୍ଡ଼ରେ ଦେଇଥିଲେ ଏହି ଏକ୍ଜାମ୍ଟିକୁ ବି ସେମିତି ଆପଣମାନେ କମ୍ପ୍ୟୁଟର ଦ୍ୱାରା ଦେବେ। ତ ଏକ୍ଜାମିନେସନ୍ ଡେଟ୍ଟି ଆମେ ଜାଣିନେବା, ଯେଉଁଟାକି 20 ସେପ୍ଟେମ୍ବର ଷ୍ଟାର୍ଟ ଟୁ ଯେମିତି 20 ଅକ୍ଟୋବର ଯାଏ ଆପଣଙ୍କର ଏକ୍ଜାମ୍ ଚଳିବ। ତ 20 ସେପ୍ଟେମ୍ବର ଟୁ ଷ୍ଟାର୍ଟ ହେବ ଆପଣଙ୍କର ଏକ୍ଜାମ୍, ଆପଣମାନେ ଜାଣିପାରିଲେ। ତ ଫ୍ରେଣ୍ଡସ୍, ଆପଣମାନେ ଜାଣିପାରିଥିବେ ଆପଣଙ୍କ ଏକ୍ଜାମ୍ଟି କେବେ ଷ୍ଟାର୍ଟ ହେବ। ପୁଣି ଥରେ କହିଦେଉଛି 20 ସେପ୍ଟେମ୍ବର ଟୁ ଷ୍ଟାର୍ଟ 20 ଅକ୍ଟୋବର ଯାଏ ଆପଣଙ୍କର ଏକ୍ଜାମ୍ଟି ଚଳିବ। ତ ଫ୍ରେଣ୍ଡସ୍, ଆପଣଙ୍କର ଏକ୍ଜାମ୍ ଡେଟ୍ଟି ଆପଣମାନେ ଜାଣିପାରିଲେ। ତ ଦେଖିପାରୁଥିବେ ଯେମିତିକି ଆପଣ ନୋଟିସ୍ ଦେଖିପାରିଲେ, ଆପଣଙ୍କ ଏକ୍ଜାମ୍ ଡେଟ୍ ବି ଆପଣମାନେ ଜାଣିପାରିଲେ। ତ ଇନଫର୍ମେସନ୍ ଯଦି ଭଲ ଲାଗିଥିବ ଲାଇକ୍ କରିବେ, ଚ୍ୟାନେଲକୁ ସବସ୍କ୍ରାଇବ୍ କରି ପାଖରେ ଥିବା ଅଲ୍ ନୋଟିଫିକେସନ୍କୁ ପ୍ରେସ୍ କରିବେ, ଯାହାଦ୍ୱାରା ନୂଆ ନୂଆ ଭିଡ଼ିଓ ନୋଟିଫିକେସନ୍ ଆପଣଙ୍କ ପାଖକୁ ପହଞ୍ଚିପାରିବ। ତ ପୁଣି ଗୋଟେ ଭିଡ଼ିଓ ମିଳିବା, ସେତେବେଳେ ପାଇଁ ଜୟ ଜଗନ୍ନାଥ।